ରିମଝିମ୍ କହିବେ, ମୋର ସବୁ ଜୁଏଲାରୀ ତ ସେ ସବୁ ବା କେତେ ଟଙ୍କା ହେବ? ମୋ ପାଖରେ ବହୁତ କମ୍ ଜୁଏଲାରୀ ଅଛି। ବାପା ତ ମା'ଙ୍କ ଗୌରବଙ୍କ ନାଁରେ ସବୁ ସେଭିଂ ଦେଇ ସାରିଛନ୍ତି। ତେଣୁ ଏହାପରେ ଗୌରବ କହିବେ, ତମେ କେବଳ ତମ ମଙ୍ଗଳସୂତ୍ର ଛଡ଼ା ଆଉ କୌଣସି ବି ଗହଣା ପିନ୍ଧିବା ଦରକାର ନାହିଁ। ବାହାର କର ସେସବୁ। ତାପରେ ରିମଝିମ୍ ସବୁ ଗହଣା ବାହାର କରିବେ। ତାପରେ ମାୟା ବି ତାଙ୍କ ଗହଣା ଖୋଲି କହିବେ, ମୋର ବି ମୋ ପୁଅ ଆଉ ସ୍ୱାମୀଙ୍କ ସାମ୍ନାରେ ଏ ଗହଣାର କିଛି ବି ମାନେ ନାହିଁ। ବିନୋଦ, ଘରେ ବି ମୋର ଯାହା ସବୁ ଗହଣା ଅଛି ସେ ସବୁ ନେଇଯାଅ। ଯଦି ଆଦର୍ଶ ଆଉ ଆନନ୍ଦ ବଞ୍ଚିବେ ତାହେଲେ ଏସବୁ ଗହଣା ରଖିକି ଲାଭ କ'ଣ? ତାପରେ ଦାଦିମା କହିବେ, ମାୟା, ମୁଁ ତତେ ଏତେ ବୁଝେଇଲା ପରେ ବି ତୁ ଏମିତି କଥାବାର୍ତ୍ତା କରୁଛୁ। ବସିଲୁ, ବ। ଶୁଣୁ, ଆଶା ହିଁ ମଣିଷର ବଡ଼ ସମ୍ପତ୍ତି। ଆଶା କରିବା ମଣିଷ ଯେତେବେଳେ ଛାଡ଼ିଦିଏ ସେତେବେଳେ ସେ ପୂରାପୂରି ଭାଙ୍ଗି ପଡ଼େ। ଆଉ ଭାଙ୍ଗି ପଡ଼ିଥିବା ମଣିଷ କେବେ ବି ସିଧା ହେଇ ଛିଡ଼ା ହେଇପାରେନି। ମୁଁ ମାନୁଛି ବର୍ତ୍ତମାନ ପରିସ୍ଥିତି ଯାହା, ସେଥିରେ ତୁ ଭଗବାନଙ୍କ ପ୍ରତି ରାଗିବା ସ୍ୱାଭାବିକ। ଦେଖିବୁ ସବୁ ଠିକ୍ ହେଇଯିବ। ତୁ ଟିକେ ଧୈର୍ଯ୍ୟ ଧର। ଆରେ ତୁ କ'ଣ ଭୁଲି ଯାଇଛୁ? ତୁ ହଉଛୁ ମହାପାତ୍ର ଖାନଦାନର ମୁରବୀ। ହଁ, ଶୁଣୁ, ତୁ ହଉଛୁ ସେଇ ମାୟା, ଆରେ ଯାହା ସାଙ୍ଗରେ ଲୋକେ କଥା ହେବାକୁ ଡରନ୍ତି। ଆରେ ଶୁଣୁ, ତୁ ଯଦି ଭାଙ୍ଗି ପଡ଼ିବୁ ତାହେଲେ ଏ ସମସ୍ତଙ୍କୁ ସାହସ ଦେବ କିଏ? ଆଉ କାହା ସାହାରାରେ ଏମାନେ ବଞ୍ଚିବେ? କହ ତୁ ମୋତେ। ତାପରେ ମାୟା ବହୁତ କାନ୍ଦିବେ। ଆଉ କହିବେ, ମୋର ଆଉ ଧୈର୍ଯ୍ୟ ନାହିଁ। ମୋର ଆଉ ସାହସ ନାହିଁ ପିଇସୀମା। ସାହସ ନାହିଁ। ଆନନ୍ଦ ଆଉ ଆଦର୍ଶ ହେଉଛନ୍ତି ମୋର ଶକ୍ତି। ଯଦି ସେମାନେ ନ ରହିବେ ତାହେଲେ ମୁଁ ବଞ୍ଚିକି କ'ଣ କରିବି ପିଇସୀମା? ତାଙ୍କ ବିନା ମୁଁ କିଛି ବି ନୁହଁ। ମୁଁ କିଛି ବି ନୁହଁ ପିଇସୀମା। କିଛି ବି ନୁହଁ। ତାପରେ ଗୌରବ କହିବେ, ବାପା, ଏମିତି ଦିନ ମହାପାତ୍ର ଫ୍ୟାମିଲିରେ ଆସିବ ଏ କଥା ମୁଁ କେବେ ସ୍ୱପ୍ନରେ ବି ଭାବିନଥିଲି। ଘରେ ସବୁ ଓକେସନରେ ବଡ଼ମା ସମସ୍ତଙ୍କୁ ଜୁଏଲାରୀ ଗିଫ୍ଟ କରନ୍ତି। କିନ୍ତୁ ଆଜି ଶେଷରେ ଏମିତି ଦିନ ଆସିଲା ଯୋଉଠି ବଡ଼ମା ନିଜ ଗହଣା ବିକ୍ରି କରିବାକୁ ବାହାରିଲେଣି। ମୁଁ ପାରିବିନି ବାପା, ମୁଁ ପାରିବିନି। ମୁଁ ଏ ଜୁଏଲାରୀ ସବୁ ବିକ୍ରି କରି ପାରିବିନି। ମୋ ହାତ ଥରୁଛି ବାପା। ଏହାପରେ ବିନୋଦ କହିବେ, ବିପଦ ଯେତେବେଳେ ଆସେ କେବେ ଏକା ଆସେନି ଗୌରବ। ସାଙ୍ଗ, ସାଥୀ, ଭାଇ, ବନ୍ଧୁ, କୁଟୁମ୍ବ ସମସ୍ତଙ୍କୁ ସାଙ୍ଗରେ ନେଇକି ଆସେ। ତୁ ମନ ଦୁଃଖ କରନି ଗୌରବ। ଭାଇ ଆଉ ଆଦର୍ଶ ଭଲ ହେଇଗଲେ ପୁଣି କେତେ ଗହଣା କିଣା ହେବ। ଆମର ପ୍ରକୃତ ଗହଣା ତ ସେ 2 ଜଣ। ତାପରେ ଡକ୍ଟର ଆସି କହିବେ, ମିସେସ୍ ମହାପାତ୍ର, ଭଗବାନ ଆପଣଙ୍କ ବୋହୂଙ୍କ ଡାକ ଶୁଣିଛନ୍ତି। ଆଦର୍ଶ ବାବୁଙ୍କ କଣ୍ଡିସନ ଏବେ ଷ୍ଟେବୁଲ୍ ଅଛି। ହି ଇଜ୍ ଇଲାଇଭ୍। ଡକ୍ଟରଙ୍କ ପାଖରୁ ଏମିତି କଥା ଶୁଣି ସମସ୍ତେ ଖୁସି ହେଇଯାଉଛନ୍ତି। ତାପରେ ଦାଦିମା କହିବେ, ମାୟା, ଦେଖିଲୁ ତ, ତୁ ତ ସାହସ ହରେଇ ବସିଥିଲୁ। ଆଉ କେମିତି ଚମତ୍କାର ହେଇଗଲା। ଆଉ ଏ ଚମତ୍କାର ଭଗବାନ ନିଜେ କରେଇଛନ୍ତି। ଏହାପରେ ମାୟା କହିବେ, ନାଇଁ ପିଇସୀମା, ଏ ଚମତ୍କାର ଭଗବାନ ନୁହନ୍ତି, ମୋ ବୋହୂ କରିଛି। ଆଦର୍ଶ ପାଇଁ ତା ପ୍ରେମ ହିଁ ପୁଣି ଥରେ ଆଦର୍ଶକୁ ତା ପାଖକୁ ଫେରାଇ ଆଣିଛି। ତାପରେ ମମତା କହିବେ, ସେ ଯାହା ବି ହଉ, ଏ ଖବର ଆମ ସମସ୍ତଙ୍କ ପାଇଁ ବହୁତ ଭଲ ଦିଦି। ଆଦର୍ଶ ଭଲ ହେଇଗଲା, ଖୁବ୍ ଶୀଘ୍ର ଭାଇ ବି ଭଲ ହେଇଯିବେ। ଡକ୍ଟର, ଆମେ ଏବେ ଆଦର୍ଶକୁ ଦେଖିପାରିବୁ? ଏହାପରେ ଡକ୍ଟର କହିବେ, ନା, ନା, ଏବେ ନୁହଁ। ଆଦର୍ଶ ବାବୁଙ୍କ କଣ୍ଡିସନ ଷ୍ଟେବୁଲ୍ ଅଛି। କିନ୍ତୁ ଏବେ ସେ ବେହୋସ ଅଛନ୍ତି। ତା ଛଡ଼ା ଯୋଉ ପର୍ଯ୍ୟନ୍ତ ତାଙ୍କ ସେ ଇମ୍ପୋର୍ଟାଣ୍ଟ ସର୍ଜରୀ ନ ହେଇଛି ସେ ପର୍ଯ୍ୟନ୍ତ ତାଙ୍କ ସର୍ଭାଇଭେଲ୍ ଉପରେ କୌଣସି ଗ୍ୟାରେଣ୍ଟି ଦେଇ ହେଉନି। ଆମକୁ ଯେମିତି ବି ହଉ ଖୁବ୍ ଶୀଘ୍ର ସେ US ସର୍ଜନକୁ ଡାକିବାକୁ ପଡ଼ିବ। ମୁଁ ତାଙ୍କ ସହିତ ଅଲରେଡ଼ି କଥା ହେଇ ସାରିଛି। ପୁରା କେସ୍ ହିଷ୍ଟ୍ରି ଡିସ୍କସନ୍ କରିସାରିଛି। ଆଉ ସେ ଆସିବା ପାଇଁ ରେଡ଼ି ଅଛନ୍ତି। ବାସ୍ ଆପଣ ଯେତେ ଜଲ୍ଦି ଟଙ୍କା ଦେବେ ସେ US ଛାଡ଼ିବେ। ଏହାପରେ ବିନୋଦ କହିବେ, ଡକ୍ଟର, ପେମେଣ୍ଟ ହେଇଯିବ। ଆମେ ସେସବୁ ବ୍ୟବସ୍ଥା କରିଦେବୁ। ତାପରେ ଡକ୍ଟର କହିବେ, ଗୁଡ୍, ଭେରି ଗୁଡ୍। ତାପରେ ଡକ୍ଟର ସେଠାରୁ ଚାଲିଯିବେ। ତାପରେ ମମତା କହିବେ, ଦିଦି, ସବୁ କିଛି ଠିକ୍ ହେଇଯିବ। ଆଦର୍ଶ ବି ଭଲ ହେଇଯିବ। ଆଉ ଭାଇ ବି। ଆମେ ସମସ୍ତେ ତ ଆଦର୍ଶ କଥା ଶୁଣିଲେ। ଏବେ ଚାଲ ଭାଇ କେମିତି ଅଛନ୍ତି ସେ କଥା ଜାଣିବା। ଆଉ ଏପଟେ ଡକ୍ଟର ଆନନ୍ଦଙ୍କୁ କହିବେ, ମିଷ୍ଟର ମହାପାତ୍ର, ଆପଣଙ୍କୁ କେମିତି ଲାଗୁଛି? ଏବେ ବେଟର ଫିଲ୍ କରୁଛନ୍ତି ନା? ତାପରେ ଆନନ୍ଦ ଆଖି ମୁଜିକି ହଁ କହିବେ। ତାପରେ ଡକ୍ଟର ଆସି କହିବେ, ଆପଣମାନଙ୍କ ପାଇଁ ଖୁସି ଖବର। ଆନନ୍ଦ ବାବୁଙ୍କ କଣ୍ଡିସନ ଷ୍ଟେବୁଲ୍ ଅଛି।
ମୋତେ ଲାଗୁଛି ସେ ଖୁବ୍ ଶୀଘ୍ର ରିକଭରି କରିବେ। ତାପରେ ଦାଦିମା କହିବେ, ଦେଖିଲୁ ତ ମାୟା, ଆନନ୍ଦ ବି ଭଲ ହେଇଗଲେଣି। ମୁଁ କହିଥିଲି ନା ଯେ ସବୁ ଠିକ୍ ହେଇଯିବ, ଖାଲି ଟିକେ ଧୈର୍ଯ୍ୟ ଧର। ହଁ। ତାପରେ ମମତା କହିବେ, ଡକ୍ଟର, ଆମେ ଏବେ ଭାଇଙ୍କ ସହିତ ଦେଖା ହେଇପାରିବୁ? ଡକ୍ଟର, ଅଲରେଡି ଦିଦିଙ୍କୁ ତ ପରମିଶନ ଦିଅନ୍ତୁ, ସେ ଯାଇକି ଭାଇଙ୍କୁ ଟିକେ ଦେଖି ଆସିବେ। ତାପରେ ଡକ୍ଟର କହିବେ, ଆପଣମାନେ ତାଙ୍କୁ ଟିକେ ରେଷ୍ଟ ଦିଅନ୍ତୁ। ଏକ୍ଚୁଆଲି ସେ ଏବେ ଭଲ ଅଛନ୍ତି, କିନ୍ତୁ ତାପରେ ମାୟା କହିବେ, କିନ୍ତୁ କିନ୍ତୁ କ'ଣ ଡକ୍ଟର? ଏହାପରେ ଡକ୍ଟର କହିବେ, ମିସେସ୍ ମହାପାତ୍ର, ମୋତେ ଗୋଟେ କଥା କହିବାକୁ ବହୁତ କଷ୍ଟ ଲାଗୁଛି କି ଯୋଉ ପର୍ଯ୍ୟନ୍ତ ଲଙ୍ଗ୍ ଟର୍ମ କେୟାରରେ ମିଷ୍ଟର ମହାପାତ୍ରଙ୍କର ଟ୍ରିଟମେଣ୍ଟ ନ ହେଇଛି, ସେ ପର୍ଯ୍ୟନ୍ତ ଆନନ୍ଦ ବାବୁଙ୍କ ପାରାଲିସିସ୍ ପରମାନେଣ୍ଟ ହେଇ ରହିବ। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ତାପରେ ଡକ୍ଟର ଚାଲିଯିବେ। ତାପରେ ପଲ୍ଲବୀ କହିବେ, ମାମା, ସେମିତି କିଛି ବି ହେବନି। ବାବା ଓ ଆଦର୍ଶ ଖୁବ୍ ଶୀଘ୍ର ଭଲ ହେଇଯିବେ। ଇଏ ଭଗବାନଙ୍କର ସଂକେତ ମାମା। ମୁଁ ହିଁ ସେ 2 ଜଣଙ୍କୁ ଠିକ୍ କରିଦେବି। ତାପରେ ଦାଦିମା କହିବେ, ମୁଁ ହିଁ ବେକାରଟାରେ ଚିନ୍ତା କରୁଥିଲି। ପଲ୍ଲବୀ ଠିକ୍ କହୁଛି। ହୁଏତ କୁଲଦେବତାଙ୍କର କୋପ ଥାଇପାରେ, କିନ୍ତୁ ପଲ୍ଲବୀର ଭକ୍ତି, ଶ୍ରଦ୍ଧା, ନିଷ୍ଠା ଆଉ ପତିବ୍ରତାର ଶକ୍ତି ଅଧିକ। ସେଇ ଶକ୍ତି ମହାପାତ୍ର ଖାନଦାନକୁ ଅଦୃଷ୍ଟ ଶକ୍ତିର ପ୍ରତ୍ୟେକଟି କୋପ, ପ୍ରତିଟି ଅଭିଶାପରୁ ରକ୍ଷା କରୁଛି। ମାୟା, ଯୋଉ ଘରେ ପଲ୍ଲବୀ ଭଳି ବୋହୂ ଥାଏ, ସେଇ ଘରକୁ ଅନିଷ୍ଟ କେବେ ବି ଛୁଇଁ ପାରେନି। ତାପରେ ପଲ୍ଲବୀ କହିବେ, ଏବେ ଆମ ସମସ୍ତଙ୍କୁ ଆଦର୍ଶ ଓ ବାବାଙ୍କୁ ଭଲ କରିବା ପାଇଁ ଆକାଶ ପାତାଳ ଏକ କରିଦେବାକୁ ପଡ଼ିବ। ପରିସ୍ଥିତି ଯାହା ବି ଆସୁନା କାହିଁକି, ଆମକୁ ତାଙ୍କ ସାମ୍ନା କରିବାକୁ ପଡ଼ିବ। ତାପରେ ମମତା କହିବେ, ପଲ୍ଲବୀ, ଆମେ ତୋ ସାଙ୍ଗରେ ଅଛୁ। ଆମେ ସମସ୍ତେ ତୋ ସାଙ୍ଗରେ ଅଛୁ। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି, ଏବେ ଆମେ ସମସ୍ତେ ଗୋଟେ ମୁହୂର୍ତ୍ତ ବି ନଷ୍ଟ କରିବା ଉଚିତ ନୁହେଁ। ମୁଁ ଏବେ ମନ୍ଦିର ଯାଉଛି ମୋ ମାନସିକ ପୂରା କରିବା ପାଇଁ। ଏହାପରେ ଦାଦିମା କହିବେ, ପଲ୍ଲବୀ, ମୁଁ ବି ତୋ ସାଙ୍ଗରେ ଯିବି। ଏହାପରେ ମମତା କହିବେ, ପଲ୍ଲବୀ, ଭାଇ ଆଉ ଆଦର୍ଶ ପାଇଁ ପ୍ରାର୍ଥନା କରିବା ପାଇଁ ମୁଁ ତୋ ସାଙ୍ଗରେ ଯିବି। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି, ଏବେ ଆମକୁ କେବଳ ଏକମାତ୍ର ଈଶ୍ୱର ହିଁ ଭରସା। ଚାଲନ୍ତୁ। ତାପରେ ମାୟା କହିବେ, ଗୌରବ, ତୁ ଘରକୁ ଯା, ମୋର ମମତାଙ୍କର ଆଉ ରିମଝିମର ଯାହା ସବୁ ଜୁଏଲାରୀ ଅଛି ନେଇକି ଆସ। ତାପରେ ବିନୋଦ କହିବେ, ଭାଉଜ, ଚାଲ ଆମେ ଯିବା। ଭାଇଙ୍କର ଯେତେ ସବୁ ହାଇ ପ୍ରୋଫାଇଲ୍ କଣ୍ଟାକ୍ଟ ଅଛି, ସେମାନଙ୍କ ସହିତ ଦେଖା ହେଇ କିଛି ଫଣ୍ଡ ଆରେଞ୍ଜ କରିବାକୁ ଚେଷ୍ଟା କରିବା। ତାପରେ ଗୋଟେ ଝିଅ ଆସି କହିବ, ସେ 2 ଜଣଙ୍କ ଜୀବନ ମୁଁ ବଞ୍ଚେଇ ଦେଇପାରିବି। ଗୋଟେ ଟଙ୍କା ବି ଆପଣମାନଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବନି। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। ତ ଦର୍ଶକ ବନ୍ଧୁ, ଇଏ କ'ଣ ଏମଏଲ୍ଏର ଝିଅ କି? ମହାପାତ୍ର ଫ୍ୟାମିଲିକୁ ବରବାଦ କରି ଦେବାକୁ ଆସିଛି କି? ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।